ସତ ସାଙ୍ଗମାନେ ପିଇବା ନିଶାଟା ଜମା ଭଲ ନୁହେଁ। ଚାହା ପାଣି ଖାଲି ଚାହା ପିଇ ଗୋଟେ ବେଳ ଯାଏ ରହିଗଲି, ଲାଗୁଛି ଭୋକ ମୋର ବୋଧେ ମରିଗଲାଣି। ଗରମ ଗରମ ଚାହାକୁ ପିଇ ଜିଭ ଯାଉଥିଲା ତାତି। କାଲିର ଘଟଣା ପରେ ଆଦି ବାବାଙ୍କୁ ଏକୁଟିଆ ସ୍କୁଲ ନ ଛାଡିବା ପାଇଁ ନିଆଯାଇଥିଲା ନିଷ୍ପତ୍ତି। ଭାଦ୍ରବ ମାସର ପ୍ରଥମ ପାଳି ବୁଧେଇ ଓଷା ବୋଉଙ୍କର ଅଛି। ଆଉ ଓଷା ବ୍ରତରେ ଆମେ ଝିଅ ବୋହୂ ମାନେ ଅଲତା ଲଗେଇବାଟା ଓଡିଆ ଘରର ପରମ୍ପରାରେ ରହି ଆସୁଛି। ଓଷା ପାଇଁ ବୋଉଙ୍କର ଆଜି ଖାଇବାରେ ଜଳଖିଆ ଅଛି ଦିନ ଯାକ। ତାଙ୍କ ଖାଇବା ଛାଡିଦେଲେ ଭାତ ଡାଲି ଆଳୁ ଭର୍ତ୍ତା ଛଚିନ୍ଦ୍ରା ଭଜା ଆମ ଖାଇବାରେ ଅଛି। ସେରି ଶୋଇବା ପାଇଁ ଆସିଲା ବେଳେ ଦେଖିଲେ ମୁହଁରେ ହେଇଛି ଗୋଟେ କେଡ ବଡ ବ୍ରଣ। ସାଙ୍ଗେ ସାଙ୍ଗେ ମୁହଁକୁ ଭଲସେ ଧୋଇ ଘି କୁଆଁରୀ ଜେଲରେ ହେଇଥିଲା ତାର ନିବାକରଣ। ଲଗେଇ ଲଗେଇ ଜେଲଟା ତ ସରିବାକୁ ବସିଲାଣି, ଭାବୁଛି ଆଉ ଗୋଟେ କିଣିବି। ଛାତ ଉପରେ ଯୋଉ ଘି କୁଆଁରୀ ବଣ ହେଇଛି ତାକୁ ଆଣି ବ୍ୟବହାର କରିବି। ଆପଣ ମାନେ କମେଣ୍ଟରେ କୁହନ୍ତୁ। ମୋ ଆଦି ବାବା ପଡି ଖଣ୍ଡିଆ ଖାବରା କେମିତି ହେଇଛନ୍ତି ଟିକେ ଦେଖନ୍ତୁ। ପ୍ରତିବର୍ଷ ବୁଧେଇ ଓଷାକୁ ବୋଉ ବିନା ଛୁଞ୍ଚି ସୂତାରେ ରଙ୍ଗଣୀ ଫୁଲର ମାଳଟେ ବନାନ୍ତି। ସେଇ ମାଳକୁ ନେଇ ଭୋଗ ଡାଲା ଧରି ପୂଜା କରିବାକୁ ଯାଆନ୍ତି। ଖାଇବାରେ ପତିଦେବଙ୍କୁ କହିଲି ବୁବୁନି ଟିକେ ନେଇଆସିବ ଭାତରେ ଖାଇବା ପାଇଁ। ସାଙ୍ଗକୁ ଟମାଟୋ ଖାଲି ଭାଜି ଦେଇଥିଲେ ମୋ ପାଇଁ। ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।